NH 53 ଅତାବିର RMC ସମ୍ମୁଖରେ ଏକ ଟ୍ରକ୍ ଚାପାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ପାଖାପାଖି 11ଟା ସମୟରେ DC ବ୍ୟାଙ୍କ ପଟରୁ RMC ପଟକୁ ପଲ୍ସର ବାଇକ୍ OD 15E 6195ରେ ରାସ୍ତା ପାରି ହେବାକୁ ଯାଉଥିବା ବେଳେ ବରଗଡ଼ ପଟରୁ ସମ୍ବଲପୁର ପଟକୁ ଯାଉଥିବା ଟ୍ରକ୍ WB 33E 8438 ଗାଡ଼ି ନମ୍ବର ଧକ୍କା ଦେଇଥିଲେ। ବାଇକ୍ ଚାଳକ ବୁଲୁ କର ଟ୍ରକ୍ର 2 ଚକା ମଝିରେ ରହିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ବାଇକ୍ ପଛରେ ବସିଥିବା ତାଙ୍କର ଶ୍ରମିକ ଛତିଶଗଡ଼ ସାରଙ୍ଗଗଡ଼ର ଛୋଟୁଲାଲ ମନୋହର ଟ୍ରକ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଶରୀରରୁ ଉପର ଭାଗ ଆଉ ନଥିଲା। ଆହତ ବୁଲୁଙ୍କୁ ପ୍ରଥମେ ଅତାବିରା ସରକାରୀ ଡାକ୍ତରଖାନା ଓ ପରେ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ବୁଲୁଙ୍କ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପୁଲିସ କରାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ଜାତୀୟ ରାଜପଥର ଅତାବିରାଠାରେ ଗୋଟିଏ ପଟେ ପରଶୁରାମ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ ଅନ୍ୟପଟେ ଉଭୟ ପଟର ଯାନବାହନ ଚଳାଚଳ କରୁଥିଲା। ଏହି କ୍ରସିଂ ସ୍ଥଳରେ ଟ୍ରାଫିକ୍ ପୁଲିସ ଅବସ୍ଥାପିତ ଥିଲେ। ଅଥଚ ସଠିକ୍ ଦାୟିତ୍ୱ ନିର୍ବାହରେ ଅବହେଳା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବରଗଡ଼ରୁ ବିଜୟ କୁମାର ମିଶ୍ରଙ୍କ ରିପୋର୍ଟ, A1 ଓଡ଼ିଶା।